ଏହି ପ୍ରାର୍ଥନା ଓଡ଼ିଶାରେ ଘରେ ଘରେ ପରିଚିତ। ପିଲାବେଳଠୁ ଗୁଞ୍ଜରିତ ହୋଇ ଉଠିଛି ଆମ ସମସ୍ତଙ୍କ ମାନସ ପଟରେ। କେଉଁ ପ୍ରାର୍ଥନା ସଭାର ଐକାନ୍ତିକତାରେ ଅଗଣିତ କୋମଳମତୀ ଶିଶୁଙ୍କ ଓଠରେ ଏହା ଆଜି ବି ପ୍ରତିଧ୍ୱନିତ ହୁଏ। ଏହାର ରଚୟିତା ସମଗ୍ର ଓଡ଼ିଶା ତଥା ଓଡ଼ିଶା ବାହାରେ ଓଡ଼ିଆଙ୍କ ନିକଟରେ ଅତିମାତ୍ରାରେ ପରିଚିତ। ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ଜଣେ ସଫଳ ବିନ୍ଧାଣୀ। ଶିଶୁ ମନସ୍ତାତ୍ତ୍ୱିକ ପଟ୍ଟଭୂମି ଉପରେ ଆଧାରିତ ତାଙ୍କର ବହୁ ରଚନା ଓଡ଼ିଆ ସାରସ୍ୱତ ଭଣ୍ଡାରର ମହାର୍ଘ୍ୟ ସମ୍ପଦ। ସେ ହେଉଛନ୍ତି ରାମକୃଷ୍ଣ ନନ୍ଦ। ତାଙ୍କର ଆବିର୍ଭାବ ହୁଏ 15/2/1906 ମସିହାରେ। ଆଜି ତାଙ୍କ ଜୟନ୍ତୀ। ତାଙ୍କ ଜୟନ୍ତୀରେ ଏ ଉତ୍କଳି ଭାବପୂର୍ଣ୍ଣ ଶ୍ରଦ୍ଧା ନିବେଦନ କରୁଛି, ପ୍ରଣିପାତ କରୁଛି। ଅଧ୍ୟବସାୟ ହିଁ ରାମକୃଷ୍ଣ ବାବୁଙ୍କୁ ଛିଡ଼ା କରାଇଥିଲା ଏକ ଶକ୍ତିଶାଳୀ ମଣିଷ ଭାବରେ। ଆରମ୍ଭରେ ଶିକ୍ଷକତାକୁ ଜୀବନର ବ୍ରତ ଭାବରେ ଆଦରି ନେଇଥିବା ଏହି ନିରଳସ ସାଧକ ପରବର୍ତ୍ତୀ ସମୟରେ ମୁଦ୍ରଣ ବ୍ୟବସାୟ ପ୍ରତି ମନୋନିବେଶ କରି ଜୀବନର ଶେଷ ପର୍ଯ୍ୟନ୍ତ ନିଜର ଆଦର୍ଶ ଓ ସଚୋଟପଣିଆ ପ୍ରତି ଅଙ୍ଗୀକାରବଦ୍ଧ ଥିଲେ। ଗାନ୍ଧୀବାଦରେ ସିଏ ଥିଲେ ପ୍ରଗାଢ଼ ବିଶ୍ୱାସୀ। ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର ଭାବରେ ଯେଉଁ ଚାରିତ୍ରିକ ଗୁଣଟି ତାଙ୍କୁ ମହିମାମଣ୍ଡିତ କରିଥିଲା ତାହା ହେଉଛି କଥା ଓ କାମରେ ସମନ୍ୱୟ, ସରଳ ଓ ନିଷ୍କପଟ ବ୍ୟବହାରରେ ଅପରକୁ ଜିଣି ନେଉଥିବା ତାଙ୍କ ଚରିତ୍ରର ଏକ ମୋହନୀୟ ଦିଗ। ଓଡ଼ିଆ ଶିଶୁ ପତ୍ରିକା ସଂସାରର ସେ ଥିଲେ ପ୍ରତିଷ୍ଠାତା ସମ୍ପାଦକ। ସଂସାର ପତ୍ରିକାରେ ବହୁ ବର୍ଷ ଧରି ପ୍ରକାଶିତ ତାଙ୍କ ଲେଖନୀର ପାଠଶାଳା ଓ ଭାବି ଦେଖନ୍ତୁ ଧାରାବାହିକ ଲେଖାଗୁଡ଼ିକ ସେହି ନାମରେ ପୁସ୍ତକ ଆକାରରେ ପ୍ରକାଶ କରିଛନ୍ତି। ଶୁଦ୍ଧ ଓଡ଼ିଆ ଲେଖିବା ଓ ଛାପିବା କାର୍ଯ୍ୟରେ ଲେଖନୀର ପାଠଶାଳାର ଉପାଦେୟ ଯଥେଷ୍ଟ ରହିଛି। ତାଙ୍କ ଶିଶୁ କବିତା ସଂକଳନ ଝୁମୁକା 1977 ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି। ଜଣେ ସମ୍ବେଦନଶୀଳ ବ୍ୟକ୍ତିତ୍ୱ ଭାବରେ ସେ ଆଦରି ନେଇଥିଲେ ସ୍ୱାଧୀନତା ସଂଗ୍ରାମର ରଣକ୍ଷେତ୍ରକୁ। ଶିକ୍ଷାବିତ୍, ଶିଶୁ ସାହିତ୍ୟିକ ଓ ସ୍ନେହୀ ମଣିଷ ଭାବରେ ସେ ନିଜକୁ ବାଣ୍ଟି ଦେଇଥିଲେ ବହୁ ଶିଶୁ ଓ କିଶୋର ଅନୁଷ୍ଠାନ ମଧ୍ୟରେ। ତାଙ୍କ ଜୟନ୍ତୀରେ ପୁନର୍ବାର ତାଙ୍କୁ ଶ୍ରଦ୍ଧା ନିବେଦନ କରୁଛି, ପ୍ରଣିପାତ କରୁଛି।